ए ଶୁଣ ପୁଅ, ହେନି କପାଳିନୀଟି ହେଲେ ବି ମୁଁ ଗୋଟେ ନାରୀ। ମୋ ଭିତରେ ଥିବା ମାର ମନଟା ସବୁବେଳେ ଆଉଟି ପାଉଟି ହୁଏ। ଆଉ ସେଇ ମନକୁ ବୁଝିବା ପାଇଁ ଏ ଦୁନିଆରେ ମୋର ଯିଏ ସବୁଠୁ ନିଜର, ତୁ ସେଇ ବରଜୁର ପୁଅ ବୋଲି ତୋ ଭଲରେ ମନ୍ଦରେ ମୁଁ ଟିକେ ତୋ ପାଖକୁ ଚାଲିଯାଏ। ଆଉ ତତେ ଦେଖିଦେଲା ପରେ ମୋର ଏ ମା ମନଟା ବୁଝିଯାଏ ରେ। ତୁ ବୁଝିଯାଏ ମୋର ଏ ମା ମନଟା। ହେଲେ ତୁ ତ ଏ ମାର ମନ କଥା ବୁଝିବାକୁ ଚେଷ୍ଟା କରିନୁ। ଓଲଟି ମତେ କଳଙ୍କିନୀ ଚରିତ୍ରହୀନ କହି ଘୃଣା କରିଛୁ, ଧିକ୍କାର କରିଛୁ ମତେ। ହେଲେ କାହିଁକି, କଣ ପାଇଁ ରେ? ଭୁବନେଶ୍ୱର ପ୍ରମୁଖ ସ୍ଥାନ ଇନ୍ଦିରା ପାର୍କକୁ ଲାଗି ରାସ୍ତାଟିଏ। ସେହି ରାସ୍ତା କଡ଼ରେ ଛତା ଟଣା ଉଠା ଦୋକାନ। ଆଉ ସେ ଉଠା ଦୋକାନରେ 2-3ଟି ଟେବୁଲ ବେଞ୍ଚ ପଡ଼ିଥାଏ। ତାରି ଉପରେ ଧାଡ଼ି କରି ରଖା ହୋଇଥାଏ ଅନେକ ଗୁଡ଼ିଏ ଛୋଟ ବଡ଼ ହାଣ୍ଡି ଡେକ୍ଚି। ଜଣେ ମହିଳା ସେହି ସବୁ ପାତ୍ରରୁ ବାଡ଼ି ବାଡ଼ି ଜଣ ଜଣଙ୍କୁ ଖାଇବାକୁ ଦେଇ ଚାଲିଥାନ୍ତି। ହସ ହସ ମୁହଁ, ଖୁସି ମନରେ ଲୋକଙ୍କୁ ଘରକୁ ଆସିଥିବା ଅତିଥିଙ୍କ ଭଳି ଚର୍ଚ୍ଚା କରୁଥାନ୍ତି। ଦ୍ୱିପହର ସମୟ, ଖାଇବାକୁ ଲୋକଙ୍କ ଭିଡ଼ ମଧ୍ୟ ଲାଗିଥାଏ। କିଏ ମାଛ ଭାତ ତ, କିଏ ଚିକେନ ମିଲ୍, ଆଉ କିଏ ପୁଣି ମଟନ, କାହାକୁ ଦେଉଥାନ୍ତି ଶାଗ ଭଜା ତରକାରୀ, ଏମିତି କେତେ କ'ଣ। ପାଖରେ ଆଉ 1-2 ଜଣ ତାଙ୍କୁ ସାହାଯ୍ୟ କରୁଥାନ୍ତି। ମହିଳାଙ୍କୁ ଦେଖି ଲାଗୁଥିଲା ଆଗରୁ କେଉଁଠି ଦେଖିଲା ଭଳିଆ। ପାଖକୁ ଯାଇ ପଚାରିଲୁ, ମ୍ୟାଡ଼ାମ, ଆଗରୁ ଆପଣ କ'ଣ କରୁଥିଲେ କି କେଉଁଠି? ଦେଖିଲା ଭଳି ମନେ ହେଉଛି। ଏମିତି କଥା କଥାରେ ସେ କହି ଚାଲିଲେ ତାଙ୍କର କାହାଣୀ। ଆଉ ତାପରେ ଜାଣିଲୁ ଏହି ମହିଳାଙ୍କ ଅସଲ ପରିଚୟ। ଗୋଟି ଗୋଟି କରି କହିବା ଆରମ୍ଭ କଲେ ମୋନୁ ଅପା ଓରଫ ସରୋଜିନୀ ମହାନ୍ତି। ଏଠି ଗୋଟେ ଖୁସି ଲାଗୁଛି ଯେ ନାଇଁ, ମାନେ ମା ଭଳିଆ ମୋ ଭୋକିଲା ପୁଅ ଝିଅ ଖାଇବା ପାଇଁ ମୁଠାଏ ଅନେଇଥିବେ। ସେ କଷ୍ଟଟା କିଛି ଜଣା ପଡୁନି। କିନ୍ତୁ ସେଠି କଣ ଆମେ ବାଧ୍ୟବାଧକତାରେ କରୁ, ପଇସା ନେଇକିରି କରୁ। ଏଠି ନିଜ ସ୍ୱାଧୀନତା। ସେଠି ଯାତ୍ରା କଳାକାରଟେ ଥିଲେ। ସେଠି ଯାତ୍ରା କଳାକାର ଜଣେ ଆଜି ଭାତ ଆଉ ଏଠି ମାନେ ଖାଇବା ବିକ୍ରି କରୁଛନ୍ତି। କେତେ ଫିଲିଂସ, କଣ ସଂକୁଚିତ ମନ? ମୋର ମନ କିଛି ସଂକୁଚିତ ନାହିଁ। କାହିଁକି ନା, ଯୋଉଠି ଗଲେ ଆମେ କର୍ମ କରିବୁ। ସେଠି ପଇସା ନେଇ କର୍ମ କରୁଥିଲୁ, ଲୋକମାନଙ୍କ ପାଖରେ କଳା ପରିବେଷଣ କରୁଥିଲୁ, ସେଠି ପରାଧୀନ ଥିଲୁ। କିନ୍ତୁ ଏଠି କଣ ନା, ନିଜ ଇଚ୍ଛାରେ ଖାଇବା ଦଉଛୁ, ନିଜେ ସ୍ୱାଧୀନ ଅଛୁ। ଏଇଟା ବେଶୀ ଖୁସି ଲାଗୁଛି ଏତିକି। ତାରି ଭିତରେ ଆଖିରେ ଲୁହ ମିଶା ହସ। ମୋନୁ ଅପା କହୁଥିଲେ ଆଜକୁ ଦୀର୍ଘ ବର୍ଷ ତଳେ ଘରୁ ଚାଲି ଆସିଥିଲେ ଯାତ୍ରାପାଟିକୁ। 27 ବର୍ଷ ତଳେ ଜଣେ ଡ୍ୟାନ୍ସର ଭାବରେ ଅଭିନୟ କରୁଥିଲେ ଅପେରାରେ। ତାପରେ ଧୀରେ ଧୀରେ ସମୟକ୍ରମେ ପାର୍ଶ୍ୱ ଅଭିନେତ୍ରୀ ଆଉ ଅଭିନେତ୍ରୀ, ଏବେ ମା ଚରିତ୍ରରେ ଅଭିନୟ। ନିଖୁଣ ଅଭିନୟ ଯୋଗୁଁ ଲୋକଙ୍କ ମନକୁ ଛୁଇଁ ପାରିଛନ୍ତି। ଦର୍ଶକଙ୍କୁ ଦିନେ ବାନ୍ଧି ରଖିଥିଲେ ନିଜ ଅଭିନୟରେ। କୁହନ୍ତି ଆଜିର ଯାତ୍ରା ଜଗତର ଚର୍ଚ୍ଚିତ ନାୟକ ପିୟୁଷଙ୍କ ମା ଭୂମିକାରେ ମଧ୍ୟ ସେ ଅଭିନୟ କରିଛନ୍ତି। ଅନେକ ଗୁଡ଼ିଏ ଯାତ୍ରାପାଟିରେ ଅଭିନୟ କରିଛନ୍ତି ମୋନୁ ଅପା। ହେଲେ ଆଜି ରାସ୍ତା କଡ଼କୁ ହଠାତ୍ ଓହ୍ଲାଇ ଆସିଛନ୍ତି ଆଉ ଲୋକଙ୍କୁ ପରସୁଛନ୍ତି ସୁସ୍ୱାଦୁ ଖାଦ୍ୟ। ପେଟ ଚାଖଣ୍ଡକ ଅଛି ମାନେ ତ ସଂଘର୍ଷ କରିବାକୁ ପଡ଼ିବ ବଞ୍ଚିବା ପାଇଁ। ହେଲେ ଯାତ୍ରା ମଞ୍ଚରୁ ସିଧା ରାସ୍ତା କଡ଼ରେ ହୋଟେଲ। କେବେ ପେଟ ପାଇଁ ମନୋରଞ୍ଜନ ମଞ୍ଚରେ ତ ପୁଣି କେବେ ପେଟ ପାଇଁ ରାସ୍ତା କଡ଼ରେ। ଜଣେ କଳାକାର ଅଭିନୟ କରେ ମଞ୍ଚରେ ଦର୍ଶକଙ୍କ ତାଳି ପାଇବାକୁ। ହେଲେ ଜଣେ ମଣିଷକୁ ଦୁନିଆ ମଞ୍ଚରେ ଅଭିନୟ କରିବାକୁ ପଡ଼େ ଜୀବନ ବଞ୍ଚିବାକୁ, ନିଜ ପରିବାରର ପେଟ ପୋଷିବାକୁ। ଦର୍ଶକଙ୍କ ମନୋରଞ୍ଜନ କରୁଥିବା ମଣିଷଟିକୁ ସମୟ ଆସିଲେ ରାସ୍ତାକୁ ମଧ୍ୟ ଆସିବାକୁ ପଡ଼େ ଜୀବନ ସଂଘର୍ଷ ପାଇଁ। ଏବେ ସେହି ରାସ୍ତାରେ ମୋନୁ ଅପା ଓରଫ ସରୋଜିନୀ ମହାନ୍ତି। ଭୁବନେଶ୍ୱର ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।